କୌଣସି ମଣିଷର ହସ ବି ମିଛ ହୋଇପାରେ ବନ୍ଧୁ। ସେଥିପାଇଁ କେବଳ ମଣିଷକୁ ଦେଖନ୍ତୁନି, ବରଂ ସେ ମଣିଷକୁ ଟିକେ ବୁଝିବା ପାଇଁ ବି ଚେଷ୍ଟା କରନ୍ତୁ। ଲୋକମାନେ ଆପଣଙ୍କ ଠାରୁ ଟିକେ ସମୟ ନେବା ପାଇଁ ପାଗଳ ହେଇଯିବେ। ଏବେ ସମସ୍ତ ସମୟ ଆପଣ ଆପଣଙ୍କ ନିଜ ଉପରେ ଲଗେଇ ଦିଅନ୍ତୁ। ଏଠି କୌଣସି ବି ମଣିଷ ଏତେ ବି ସରଳ ନୁହଁ କି ତୁମେ ତାକୁ ଭଲ ବୋଲି ଭାବି ବସିବ। ଇଏ କଳିଯୁଗ ଭାଇ, ଟିକେ ଭାବିବ ନିଶ୍ଚୟ। ମୋ ଜୀବନରେ ମୋତେ ଏମିତି ଗୋଟେ ମଣିଷ ମିଳିଯାଆନ୍ତା କି ଯିଏ କମ୍ ସେ କମ୍ ମୋତେ ହରେଇବା ପାଇଁ ଡରିଥାନ୍ତା। ତୁମ ସହ ସାକ୍ଷାତ କରିସାରିଲା ପରେ ମୁଁ ଏକଥା ବି ବହୁତ ଭଲ ଭାବରେ ବୁଝିଗଲି କି ସୁନ୍ଦର ଦେଖାଯାଉଥିବା ଲୋକମାନେ ମଧ୍ୟ ଧୋକେବାଜ ହୋଇଥାନ୍ତି। ଯେଉଁ ପର୍ଯ୍ୟନ୍ତ ମଣିଷକୁ ତା ଜୀବନରେ କୌଣସି ଧୋକା ନ ମିଳିଛି ସେ ପର୍ଯ୍ୟନ୍ତ ମଣିଷକୁ ଭଲ ମନ୍ଦର ଜ୍ଞାନ ମିଳିବନି। ଯିଏ ଆପଣଙ୍କର ମନର ଦୁଃଖ ଓ କଷ୍ଟକୁ ବୁଝି ସାରିଲା ପରେ ମଧ୍ୟ ଆପଣଙ୍କୁ କଷ୍ଟ ଦେଉଛି, ସେ ମଣିଷ କେବେ ବି ଆପଣଙ୍କର ନିଜର ହୋଇପାରିବନି। ଯେଉଁ ମଣିଷ ଆପଣଙ୍କ ଜୀବନରୁ ଚାଲିଯିବା ପାଇଁ ଚାହୁଁଛି ତାକୁ କେବେ ବି ରୋକିବାକୁ ଚେଷ୍ଟା କରନ୍ତୁନି। ଆଉ ଗୋଟିଏ କଥା, କୌଣସି ବି ମଣିଷକୁ କେବେ ବି ନିଜ ଅଭ୍ୟାସରେ ପକାନ୍ତୁ ନାହିଁ। କୌଣସି ବି ମଣିଷ ଠାରୁ ପ୍ରତିଶୋଧ ନେବା ପାଇଁ କେବେ ବି ନିଜ ସମୟକୁ ନଷ୍ଟ କରନ୍ତି। ସେହି ସମୟକୁ ନିଜକୁ ଉନ୍ନତି କରିବାରେ ଲଗେଇ ଦିଅ। ସେମାନଙ୍କୁ ସମୟ ଉଚିତ ଜବାବ ଦେବ। ହେ ବନ୍ଧୁ, ଏକଥା ମୁଁ ବି ଜାଣିଛି କି ଏଠି ଜୀବନ ତ ସମସ୍ତଙ୍କ ପାଖରେ ଅଛି, କିନ୍ତୁ ସମସ୍ତେ ଜୀବିତ ନୁହନ୍ତି। ଏ ଭାଗ୍ୟ ତୁ ମୋତେ ଗୋଟିଏ ପ୍ରଶ୍ନର ଟିକେ ଉତ୍ତର ଦେଇଦେ। ତୁ ସମସ୍ତଙ୍କୁ ଏମିତି ଦୁଃଖ କଷ୍ଟ ଦେଉଛୁ ନା କେବଳ ମୋ ସହ ହିଁ ତୁ ଶତ୍ରୁତା କରି ବସିଛୁ? ଆରେ ଲୋକମାନେ କହୁଥିବା ମିଛ କଥାକୁ ତ ମୁଁ ହଁ ବୋଲି କରିଦେଉଛି, ଆଉ ଲୋକମାନେ ମୋତେ ମୂର୍ଖ ବୋଲି ଭାବୁଛନ୍ତି। କେବେ ବି ଆବଶ୍ୟକତା ଠାରୁ ଅଧିକ ଚିନ୍ତା କରିବେନି। ଆବଶ୍ୟକତା ଠାରୁ ଅଧିକ ଚିନ୍ତା କରିବା ମଣିଷର ସମସ୍ତ ଖୁସି ଛଡ଼େଇ ନିଏ। ଆମେ ଆମ ଜୀବନରେ ସବୁଠାରୁ ବଡ଼ ଭୁଲ ତ ସେଇ ଲୋକମାନଙ୍କୁ ଜୀବନରେ ମୂଲ୍ୟ ଦେଇ କରିଥାଉ ଯେଉଁ ଲୋକମାନଙ୍କ ଜୀବନରେ ଆମର କିଛି ବି ମୂଲ୍ୟ ନଥାଏ। ଜୀବନ ଆପଣଙ୍କୁ ଯେମିତି ମିଳିଛି ସେମିତି ଭଲରେ ବଞ୍ଚିବା ପାଇଁ ଚେଷ୍ଟା କର, କାହିଁକି ନା ଚିନ୍ତା କରିବା ଦ୍ୱାରା ଆପଣ କିଛି ବି ପରିବର୍ତ୍ତନ କରିପାରିବେନି। କ'ଣ ଆପଣ କେବେ କ୍ଷମା କରିପାରିବେ ସେହି ଲୋକକୁ ଯିଏ ଆପଣଙ୍କୁ ଭଲ ପାଇବାର ଜାଲରେ ତ ଫସେଇ ଦେଲା କିନ୍ତୁ ଶେଷରେ ଧୋକା ଦେଇ ଚାଲିଗଲା? ଭରସାରେ ଆପଣ ଏତେ ବି ଅନ୍ଧ ହୋଇଯାଆନ୍ତୁନି କି ପାଖ ଲୋକର ଅସଲି ଚେହେରା ଆପଣ ଯେମିତି ଦେଖିପାରିବେନି। ଯେଉଁ ଲୋକମାନେ ପ୍ରକୃତରେ ନିସ୍ୱାର୍ଥପର ହୋଇଥାନ୍ତି ସେମାନେ କେବେ ବି ସମସ୍ତଙ୍କର ହୋଇନଥାନ୍ତି। ସମ୍ପର୍କକୁ ନିଭେଇବା ଲୋକ ତ ଏ ଦୁନିଆରେ ମିଳନ୍ତିନି ଆଜ୍ଞା, ନହେଲେ ବ୍ୟବହାର କରିବା ପାଇଁ ତ ପ୍ରତିଟି ମୋଡ଼ରେ ଲୋକେ ଠିଆ ହୋଇଛନ୍ତି। ଭଲ ଲୋକମାନଙ୍କର ଆପଣ କେବେ ବି ପରୀକ୍ଷା ନିଅନ୍ତୁ ନାହିଁ ଆଜ୍ଞା, କାହିଁକି ନା ଏହି ଲୋକମାନଙ୍କୁ ଆପଣ ହରେଇ ଦେଲେ ପୁଣି ଥରେ କେବେ ବି ଫେରି ପାଇବେନି। ମନେ ରଖିବ, ଆବଶ୍ୟକତା ଠାରୁ ଅଧିକ ଯଦି ତୁମେ ଭଲ ହେବ ତେବେ ଆବଶ୍ୟକତା ଠାରୁ ଅଧିକ ତୁମକୁ ବ୍ୟବହାର କରାଯିବ। ଯିଏ ଆପଣ
ମଣିଷ ହବା ସତରେ ବହୁତ ବଡ଼ କଥା। ଜୀବନରେ କିଛିଟା ମୁଁ ବଡ଼ ସ୍ୱପ୍ନ ଦେଖିଥିଲି, ଯାହା କେବେ ପୂରା ହେଲାନି। ହଁ, କେହି ଜଣେ ମୋର ଥିଲା, କିନ୍ତୁ ସେ ମୋର ହେଲାନି। ମଣିଷ ଭିତରେ ଟିକେ ବହୁତ କମି ଥିବା ବି ଆବଶ୍ୟକ। ହଁ, ଯଦି ଆପଣ ମଣିଷ, ତେବେ ମଣିଷ ଭଳି ଲାଗିବା ବି ଆବଶ୍ୟକ। ପ୍ରକୃତ ସମ୍ପର୍କର ଗୋଟିଏ ଲକ୍ଷ୍ୟ ହେଉଛି ଜଣେ ଅନ୍ୟ ଜଣଙ୍କ ଭିତରେ ଥିବା କମିକୁ ବାହାର କରିବାରେ ନୁହଁ, ବରଂ ତାକୁ ସୁଧାରିବାରେ। କାହିଁକିନା ବିନା କମିର ମଣିଷ ଯଦି ଆପଣ ଏ ଦୁନିଆରେ ଖୋଜି ବୁଲିବେ, ତେବେ ଜୀବନରେ ଆପଣ ଏକା ହିଁ ରହିଯିବେ। ବେଳେ ବେଳେ ଭାବେ, ମନ ଭିତରେ ଥିବା ତୋର ସେଇ ସ୍ମୃତିର ବ୍ୟାଗକୁ କାଳେ ମୁଁ ଦୁନିଆର ବଜାରରେ ବିକ୍ରି କରିପାରନ୍ତି କି? ମୁଁ ସତ କହୁଛି, ଧନୀମାନଙ୍କ ଲିଷ୍ଟରେ ମୋର ବି ନାମ ଥାନ୍ତା। ପ୍ରତିଟି ମୁହୂର୍ତ୍ତରେ ଆପଣଙ୍କୁ ମିଠା କଥା କହୁଥିବା ଲୋକେ ସତରେ ବହୁତ ଖତରନାକ ହୋଇଥାନ୍ତି। ସେଥିପାଇଁ ଏମାନଙ୍କୁ ବିଶ୍ୱାସ କରିବା ପୂର୍ବରୁ ଥରେ ନୁହଁ 100 ଥର ଭାବି ନେବେ ନିଶ୍ଚୟ। ଆପଣଙ୍କୁ ବୁଡ଼େଇ ଦେବା ପାଇଁ ଏମିତି ବି କିଛିଟା ଲୋକ ଏ ଦୁନିଆରେ ରହିଛନ୍ତି, ଯେଉଁ ଲୋକମାନଙ୍କୁ ଦିନେ ଆପଣ ପହଁରିବା ଶିଖେଇଥିଲେ। ଏ ଦୁନିଆ କେବଳ ସେଇ ଲୋକମାନଙ୍କର ହିଁ ଭଲମନ୍ଦ ପଚାରେ, ଯେଉଁ ଲୋକମାନେ ପ୍ରଥମରୁ ଠିକ୍ ଅଛନ୍ତି। ଯେଉଁମାନେ ଦୁଃଖରେ ଅଛନ୍ତି, ସେମାନଙ୍କ କଥା କିଏ ବା ପଚାରେ ଭାଇ। ଆପଣଙ୍କ ଉପରେ ରାଗ, ରୁଷା, ଅଭିମାନ କରି ଚାଲି ଯାଇଥିବା ଲୋକ ହୁଏତ ଆପଣଙ୍କ ଜୀବନରେ ପୁଣି ଥରେ ଫେରି ଆସିପାରେ, କିନ୍ତୁ ବଦଳି ଯାଇଥିବା ଲୋକ କେବେ ଫେରି ଆସିବ ନାହିଁ। ସିଏ ମଣିଷର ଭୁଲ ହୋଇଥାଉ କିମ୍ବା ଭଗବାନ ହୋଇଥାନ୍ତୁ, ଏମାନେ ଦେଖାଯାଆନ୍ତିନି ଖାଲି ଆଖିକୁ, କିନ୍ତୁ ହଁ, ତୁମେ ଯଦି ମାନିବ ତେବେ ନିଶ୍ଚୟ ଦେଖିପାରିବ। ଆଜିକାଲିର ଦୁନିଆର ସମ୍ପର୍କ କିଛି ଏମିତି ହେଇଗଲାଣି ଆଜ୍ଞା, କି ମଣିଷକୁ ଜଣା ହିଁ ପଡ଼ୁନି କି ଏ ସମ୍ପର୍କ କେବେ ଆରମ୍ଭ ହେଲା ଆଉ ଏ ସମ୍ପର୍କ କେବେ ଶେଷ ହୋଇଗଲା। ଯେତେବେଳେ ଲୋକମାନେ ଦେଉଥିବା କଷ୍ଟ ଆଉ ନିଜ ଲୋକମାନେ କହୁଥିବା କଠିନ କଥା ଆପଣ ସହିବାକୁ ଲାଗିଲେ, ତେବେ ବୁଝିଯିବେ ଆଜ୍ଞା, ଜୀବନରେ ଆପଣ ଜିଇଁବା ଶିଖିଗଲେ। ଆଜିକାଲିକା ଦୁନିଆର ସମ୍ପର୍କ କିଛି ଏମିତି ହୋଇଗଲାଣି, ଯଦି ଆପଣ ସବୁ କଥାକୁ ସହି ଚାଲୁଥିବେ, ତେବେ ସମ୍ପର୍କ ଆପଣଙ୍କର ବଞ୍ଚି ରହିବ। ଆଉ ହଁ, ଯଦି ଆପଣ କିଛି କହିଦେବେ, ତେବେ ସେ ସମ୍ପର୍କ ଭାଙ୍ଗିଯିବ। ଏକଥା ମୁଁ ନୁହଁ ଆଜ୍ଞା, ମୋ ଅନୁଭବରୁ କହୁଛି। ଯେଉଁ ପର୍ଯ୍ୟନ୍ତ ନିଜ ଲୋକେ ଆପଣଙ୍କ ସାଙ୍ଗରେ ଥିବେ, ସେ ପର୍ଯ୍ୟନ୍ତ ଆପଣ କେବେ ବି ସଫଳତା ପାଇପାରିବେନି। ଯେଉଁ ମୁହୂର୍ତ୍ତରୁ ନିଜ ଲୋକେ ଆପଣଙ୍କୁ ଛାଡ଼ି ଚାଲିଯିବେ, ସଫଳତା ତ ସେଇ ମୁହୂର୍ତ୍ତରୁ ହିଁ ଆରମ୍ଭ ହେବ। ଯେଉଁ ଦିନ ପର୍ଯ୍ୟନ୍ତ ଆପଣ ନିଜ ଭିତରେ ଆତ୍ମବିଶ୍ୱାସକୁ ବଞ୍ଚିବା ପାଇଁ ଦେବେ, ସେହି ପର୍ଯ୍ୟନ୍ତ ଏ ଦୁନିଆ ଲୋକେ ଆପଣଙ୍କୁ ଇଜ୍ଜତ ଦେବେ, ନହେଲେ ଆପଣଙ୍କ ସହ ମଜାକ କରି ଚାଲିଯିବେ। ଆପଣ ଯେତିକି ଭାବୁଛନ୍ତି ଏ ଦୁନିଆ ସେତେଟା ବି ଭଲ ନୁହଁ ଭାଇ। ସେଥିପାଇଁ କାହାକୁ ବିଶ୍ୱାସ ଓ ଭରସା ଏତେ ସହଜରେ କରିବ ନାହିଁ। ତୁମେ କେବଳ ନିଜ ପକେଟରେ ଟଙ୍କା ପଇସା ନେଇ ଚାଲ, କେବଳ ଦୁନିଆ ନୁହଁ, ଏ ଦୁନିଆର ସମସ୍ତ ଲୋକେ ଆପଣଙ୍କ ସହ ସମ୍ପର୍କ ଗଢ଼ିବାକୁ ଆଗେଇ ଆସିବେ। ପ୍ରଶ୍ନର ଉତ୍ତର ମୁଁ ଆଜି ପର୍ଯ୍ୟନ୍ତ ପାଇପାରିଲିନି ଆଜ୍ଞା। ଯଦି ଲୋକମାନଙ୍କୁ ଛାଡ଼ିକିରି ହିଁ ଯିବାକୁ ଥିବ, ତେବେ ସେ ଏତେ ପାଖକୁ ଆସନ୍ତି ବା କାହିଁକି? ଯେଉଁ ଲୋକମାନେ ପ୍ରଥମେ ଆମକୁ ପ୍ରତିଟି କଥାରେ ହସଉଥାନ୍ତି, ସେଇ ଲୋକମାନେ ପରିଶେଷରେ ପ୍ରତିଟି କଥାରେ ଆମକୁ କନ୍ଦେଇ ଦିଅନ୍ତି। ଆପଣ ଏକଥା ଭାବନ୍ତୁନି କି ଆପଣଙ୍କ ପାଖରେ ବଞ୍ଚିବା ପାଇଁ କମ୍ ସାମଗ୍ରୀ ରହିଛି। କମ୍ରେ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ, କାହିଁକିନା ଏ ଦୁନିଆରୁ ଆମେ କିଛି ବି ନେଇ ଉପରକୁ ଯାଇପାରିବାନି। ଯେଉଁ ଲୋକ ଆପଣଙ୍କୁ ଇଜ୍ଜତ ଦେଉଛି, ଆପଣ ବି ସେ ଲୋକକୁ ଇଜ୍ଜତ ଦିଅନ୍ତୁ। ଯାହା ପାଖରେ ଆପଣଙ୍କର କୌଣସି ବି ମୂଲ୍ୟ ନାହିଁ, ସେ ଜାଗାକୁ କଦାପି ଯାଆନ୍ତୁ ନାହିଁ। ବଡ଼ ଆଶ୍ଚର୍ଯ୍ୟ ଧରଣର ହୋଇଥାଏ ଏ ଜୀବନ, ଆଉ ଆମ ଜୀବନରେ ଥିବା ଲୋକେ। କ୍ଷଣି କ୍ଷଣିକରେ ଲୋକେ ଏଠି ବଦଳି ଯାଆନ୍ତି।
ବନ୍ଧୁ ଲୋକମାନେ କୁହନ୍ତି କି ମଣିଷଟି ବଦଳିଗଲା। ପ୍ରକୃତ ସତ କଥା ହେଉଛି ଯେଉଁଠି ମଣିଷକୁ ଭଲ ପାଇବା ମିଳିଲା ମଣିଷ ସେଇ ଜାଗାକୁ ଗଲା। ଗୋଟେ ସତ କଥା ପଦେ କହିବି ଆପଣଙ୍କୁ ବିଶ୍ୱାସ ନହେଲେ ବି ସତ। ଯଦି ଲୋକେ ଆପଣଙ୍କୁ କମ୍ ଇଜ୍ଜତ ଦେଉଛନ୍ତି ୟା ଅର୍ଥ ଆପଣଙ୍କ ପାଖରେ କମ୍ ପଇସା ଅଛି। ପ୍ରତିଟି ମଣିଷର ଜୀବନରେ କିଛିଟା ଲୋକ ଏମିତି ବି ଥାଆନ୍ତି ଯେଉଁମାନେ ପ୍ରତିଦିନ ଆମକୁ ଦୁଃଖ ଦିଅନ୍ତି ଆଉ ତାପରେ ବି ଏ ମଣିଷ ସେମାନଙ୍କୁ ହିଁ ଭଲ ପାଇ ବସିଥାଏ। କୌଣସି ବି ମଣିଷ ଏତେ ସହଜରେ କଠୋର ହୋଇଯାଏନି ଆଜ୍ଞା। ସେ ମଣିଷ ବିଶ୍ୱାସ କରି ବିଶ୍ୱାସ ଭାଙ୍ଗିଥାଏ ଆଉ ସେ ମଣିଷ କାହାକୁ ଭରସା କରି ତା ଭରସାକୁ ବି ଭାଙ୍ଗି ଦିଆଯାଏ। ସେଇଥିପାଇଁ ସେ ମଣିଷଟି କଠୋର ହୋଇଯାଏ। କୌଣସି ମଣିଷ ଠାରୁ କିଛି ଆଶା ଆଉ ଭରସା ରଖିବା ଏ ମଣିଷକୁ ବହୁତ କଷ୍ଟ ଦିଏ ଆଉ ତାପରେ ବି ଜାଣିନି କାହିଁକି ଏ ମଣିଷକୁ ସବୁବେଳେ ଅନ୍ୟଠୁ ଆଶା ହିଁ ରହୁଥାଏ।